ସେଟାକୁ ମୁଁ ବି ଗ୍ରହଣ କରିପାରୁନି ଯେ ସିଏ ଯଦି ସେଠି ତ ପାଣି ବହୁତ କମ ଥିଲା, କେମିତି ତାର ଶ୍ୱାସରୁଦ୍ଧ ହେଲା? ସେ କିଛି ଗୋଟେ ସେ ପିଲା ତାଙ୍କୁ ହୁଏତ ତା ଦ୍ଵାରା କି ଆଉ ଅନ୍ୟ କୌଣସି ଅନ୍ୟମାନଙ୍କ ଦ୍ଵାରା ହଉ ବି ସେ ତାକୁ ଜୋର ଜବରଦସ୍ତି ବୁଡେଇକି ଶ୍ୱାସରୁଦ୍ଧ କରେଇ ଥାଇ ପାରନ୍ତି। ଆଉ ସେ ନହେଲେ ଫାୟାର ଅଫିସର ମାନେ ସବୁ କହୁଥିଲେ ସେ ପାଣି ବହୁତ କମ ଥିଲା, ସେ ଜଣେ ସେଠି ଡିଆଁ ମାରିଲା ପରେ ବି ତାର ପାଣି ଦ୍ଵାରା ଶ୍ୱାସରୁଦ୍ଧ ହେଇପାରିବନି, ମାନେ ବହୁତ କମ ପାଣି ଥିଲା। ସେଇଟାକୁ ଆମକୁ ମାନେ ଗ୍ରହଣ କରିପାରୁନି ଯେ ପାଣି ଦ୍ଵାରା ତାର ଶ୍ୱାସରୁଦ୍ଧ ହେଇକି ମୃତ୍ୟୁବରଣ କରୁଛି ବୋଲିକି। ପୋଲିସ ର ତଦନ୍ତ କଣ କେମିତି କଣ ବର୍ତ୍ତମାନ ଚାଲିଛି ବୋଲି କହୁଛନ୍ତି? ପୋଲିସ ର ତଦନ୍ତ ବହୁତ ଢିଲା। ଆଜିକି 8 ଦିନ ହେଲାଣି ପିଲାଟାକୁ ଧରି ପାରୁନାହାନ୍ତି, କିନ୍ତୁ ପିଲା ତାହାର କେମିତି ତାର ସୁରକ୍ଷିତ ପାଇବ ବୋଲିକି ସିଏ ଯାଇକି କୋର୍ଟରେ ବେଲ ଆପ୍ଲାଏ କଲାନି। ତ ସେଇଟା ତ ଆଶ୍ଚର୍ଯ୍ୟ କଥା ଯେ ପିଲା ଯାଇକି ଏତେ ସବୁ ଆଗେଇଲାନି, ତଥାପି ପୋଲିସ ପ୍ରଶାସନ କରୁଛି କଣ? ଗୋଟେ ପ୍ରକାର